ଅନ୍ୟ ଲୋକଙ୍କ ଗୁଣ ଏବଂ ମୁହଁକୁ ଦେଖି ହସିବା ଆଗରୁ ପ୍ରଥମେ ନିଜେ ନିଜକୁ ଆଇନାରେ ଦେଖି ନିଜେ କରିଥିବା କାର୍ଯ୍ୟକୁ ସ୍ମରଣ କର। ନମସ୍କାର ବନ୍ଧୁଗଣ, ପୁଣି ଏକ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ଏହି ଭିଡ଼ିଓଟି ଆପଣଙ୍କ ହୃଦୟକୁ ଛୁଇଁଯିବ। ଦୟାପୂର୍ବକ ଶେଷ ଯାଏ ଶୁଣନ୍ତୁ। ଗୋଟିଏ ଗୁରୁକୁଳରେ ଗୋଟିଏ ଶିଷ୍ୟର ଶେଷ ଦିନ ଥିଲା। ସେହି ଶିଷ୍ୟଟି ଗୁରୁଙ୍କୁ ପ୍ରଣାମ କରି ନିଜ ଘରକୁ ଯିବା ପାଇଁ ଗୁରୁଙ୍କ ପାଖକୁ ଆସିଲା। ଗୁରୁଙ୍କୁ ପ୍ରଣାମ କରି କହିଲା, ଧନ୍ୟବାଦ ଗୁରୁଜୀ, ମୋତେ ଏତିକି ଶିକ୍ଷା ଦେଇଥିବାରୁ। ଗୁରୁଜୀ ହସିଲେ ଏବଂ କହିଲେ, ମୁଁ ତୋତେ ଗୋଟିଏ ଏମିତି ଉପହାରଟିଏ ଦେବି ଯାହାକି ଲୋକଙ୍କ ଗୁଣ ବିଷୟରେ କହିବ। ସେମିତି କହି ଗୁରୁଜୀ ସେ ଶିଷ୍ୟକୁ ଗୋଟିଏ ଦର୍ପଣଟିଏ ଦେଇ କହିଲେ, ଏହି ଦର୍ପଣ ତୁ ଯାହାକୁ ଦେଖାଇବୁ ତାର ସବୁ ଗୁଣତକ ତୁ ଜାଣିପାରିବୁ। ସେହି ଶିଷ୍ୟଟି ଖୁସି ହୋଇ ଦର୍ପଣକୁ ନେଲା ଏବଂ ଦର୍ପଣ ସତ କି ମିଛ ଜାଣିବା ପାଇଁ ଗୁରୁଙ୍କୁ ଦେଖାଇଲା। ସେ ଦେଖିଲା କି ତାର ଗୁରୁଙ୍କ କୌଣସି ବି ଦୁର୍ଗୁଣ ନଥିଲା। ତାଙ୍କ ମନ ପୁରା ନିର୍ମଳ ଥିଲା। ସେ ଖୁସି ହୋଇ ସେହିଠାରୁ ଚାଲିଗଲା। ବାଟରେ ତାର ଗୋଟିଏ ସାଙ୍ଗକୁ ଭେଟିଲା। ସେ ଭାବିଲା କି ଏବେ ମୋର ସାଙ୍ଗର ଗୁଣ କିମ୍ବା ଦୁର୍ଗୁଣ ବିଷୟରେ ଜାଣିବି। ସେ ତାର ସାଙ୍ଗକୁ ସେହି ଦର୍ପଣ ଦେଖାଇବାକୁ କହିଲା। ତାର ସାଙ୍ଗ କିଛି ନ କହି ଦର୍ପଣକୁ ଦେଖିଲା। ସେହି ଶିଷ୍ୟ ଦେଖିଲା କି ତାର ସାଙ୍ଗ ମନରେ ବହୁତ ଗର୍ବ, ଅହଙ୍କାର, କ୍ରୋଧ ଭରି ରହିଛି। ତାର ବହୁତ ଗୁଡ଼ାଏ ଦୁର୍ଗୁଣ ଭରି ରହିଛି। ସେ ସେହିଠାରୁ ଟିକିଏ ଦୁଃଖୀ ହୋଇ ଆଗକୁ ଚାଲିଗଲା। ଗୋଟିଏ ସ୍ଥାନରେ ଗୋଟିଏ ବୃଦ୍ଧ ବ୍ୟକ୍ତିଟେ ଥାଏ। ସେ ସେହି ବୃଦ୍ଧ ବ୍ୟକ୍ତିକୁ ଦର୍ପଣଟି ଦେଖାଇଲା। ସେ ବୃଦ୍ଧ ବ୍ୟକ୍ତିର ମନରେ ଲୋଭ ଭର୍ତ୍ତି ହୋଇ ରହିଥାଏ। ସେ ଲୋଭ ପୁଣି ଧନର। ତାର ବି ବହୁତ ଦୁର୍ଗୁଣ ଥିଲା। ସେ ଭାବିଲା କି ବୃଦ୍ଧ ସମାଜରେ ଈଶ୍ୱରର ଭକ୍ତିର ଲୋଭ ନ କରି ଧନର ଲୋଭ କରୁଛନ୍ତି। ସେ ଆଗକୁ ବଢ଼ିବାକୁ ଲାଗିଲା। କିଛି ସମୟ ଚାଲିବା ପରେ ସେ ଘରକୁ ଆସିଲା। ଘରକୁ ଆସି ସେ ନିଜ ମା ବାପାଙ୍କ ଗୁଣକୁ ଜାଣିବାକୁ ଇଚ୍ଛା କଲା ଏବଂ ଭାବିଲା କି ତାର ମା ବାପା ତ ବହୁତ ଭଲ, ତାଙ୍କ ଦୁର୍ଗୁଣ ନଥିବ, ଖାଲି ଭଲ ଗୁଣତକ ଥିବ। ଏହା ଭାବି ପ୍ରଥମେ ତାର ବାପାକୁ ଦର୍ପଣ ଦେଖିବାକୁ କହିଲା। ତାର ବାପା ଦର୍ପଣଟି ଦେଖିଲା। ତାର ବି ମନ ଦୁର୍ଗୁଣରେ ଭରି ରହିଥାଏ। ଗୋଟିଏ ବି ଭଲ ଗୁଣ ନଥାଏ। ସେ ବହୁତ ଦୁଃଖୀ ହୋଇଗଲା କି ତାର ବାପା ତ ଏତେ ଭଲ, କିନ୍ତୁ ତାଙ୍କର ବି ଦୁର୍ଗୁଣ ରହିଛି। ଏବଂ ସେ ଭାବିଲା, ମୋର ମା ତ ବହୁତ ଭଲ, ତାଙ୍କ ଦୁର୍ଗୁଣ ନଥିବ। ଏବଂ ସେ ତାର ମାକୁ ଦର୍ପଣ ଦେଖିବାକୁ କହିଲା। ତାର ମାର ବି ଦୁର୍ଗୁଣ ଭରି ରହିଥାଏ। ସେ ତାହା ଦେଖି ବହୁତ ଦୁଃଖୀ ହୋଇଗଲା ଏବଂ ଭାବିଲା କି ଏହି ଦର୍ପଣକୁ ସେ ରଖିବ ନାହିଁ, ପୁଣି ତାର ଗୁରୁଜୀଙ୍କୁ ଫେରାଇ ଦେବ। ତାହା ଭାବି ଦର୍ପଣଟିକୁ ଧରି ପୁଣି ଗୁରୁକୁଳକୁ ଆସିଲା। ଗୁରୁଜୀଙ୍କୁ ଦର୍ପଣ ଫେରାଇ କହିଲା, ଗୁରୁଜୀ, ମୁଁ ଏ ଦର୍ପଣକୁ ନେଇପାରିବି ନାହିଁ, କାହିଁକିନା ଏହି ଦର୍ପଣ ମୋତେ କଷ୍ଟ ଦେଉଛି। ଗୁରୁଜୀ କହିଲେ, କାହିଁକି କଷ୍ଟ ଦେଉଛି? ସେ ଶିଷ୍ୟ କହିଲା, ଗୁରୁଜୀ, ମୁଁ ଯାହାକୁ ଭଲ ଭାବୁଛି ତାଙ୍କ ମନରେ ଦୁର୍ଗୁଣ ଭରି ରହିଛି ଏବଂ ସବୁ କଥା ଖୋଲି କରି କହିଦେଲା। ଗୁରୁଜୀ ହସିବାକୁ ଲାଗିଲେ ଏବଂ କହିଲେ, ଏହି ଦର୍ପଣକୁ ଦେଖି ତୁ ନିଜେ ତୋର ଦୁର୍ଗୁଣକୁ ସଦ୍ଗୁଣରେ ପରିବର୍ତ୍ତନ କରିବା ପାଇଁ ଏବଂ ତୁ କ'ଣ କଲୁ? ନିଜକୁ ନ ଦେଖି ଅନ୍ୟ ଲୋକଙ୍କ ଗୁଣକୁ ଦେଖିବାରେ ପୁରା ଦିନଟିକୁ ନଷ୍ଟ କରିଦେଲୁ। ତାହା କହି ଗୁରୁଜୀ ସେ ଶିଷ୍ୟ ଆଡ଼କୁ ଆଇନାର ମୁହଁକୁ ଘୁମାଇ ଦେଲେ। ସେ ଶିଷ୍ୟ ଦେଖିଲା ତାର ମନରେ ବି ଗର୍ବ, ଅହଙ୍କାର, ଦୁର୍ଗୁଣ ଭରି ରହିଛି। ସେହି ଶିଷ୍ୟଟି ବୁଝିଗଲା କି ଅନ୍ୟର ଦୁର୍ଗୁଣକୁ ନ ଦେଖି ହସିବା ପୂର୍ବରୁ ଥରେ ନିଜ ଭିତରକୁ ଦେଖିବାକୁ ଚେଷ୍ଟା କର। ବନ୍ଧୁଗଣ, ଆମେ ସମସ୍ତେ ଅନ୍ୟର କାର୍ଯ୍ୟ କିମ୍ବା ଗୁଣକୁ ଦେଖି ତାକୁ ଛୋଟ ଭାବି ତା ଉପରେ ହସିଥାଉଁ। ଅନ୍ୟର ଦୁର୍ଗୁଣକୁ ଦେଖି ଆମେ ତାକୁ ଖରାପ ବ୍ୟକ୍ତି ଭାବିଥାଉଁ, କିନ୍ତୁ ଆମେ ନିଜକୁ ଭୁଲି ଯାଉଁ। ଆମେ ବି ଆମ ଜୀବନରେ ଗୋଟିଏ ଏମିତି କାର୍ଯ୍ୟ କରିଥାଉଁ ଯାହା ଲୋକଙ୍କୁ କହିବାରେ ଡରିଥାଉଁ ଏବଂ ଭାବିଥାଉଁ କି ସେହି କଥା ଯଦି ଅନ୍ୟ ବ୍ୟକ୍ତି ଜାଣିଯିବ ତ ସେ ଆମ ବିଷୟରେ ଖରାପ ଚିନ୍ତାଧାରା ରଖିବ ଏବଂ ସେହି କଥାଟିକୁ ଲୁଚାଇଥାଉଁ, କିନ୍ତୁ ଅନ୍ୟ ଲୋକଙ୍କ କଥାକୁ ବୋଲି ବୋଲି କହିଥାଉଁ। ସେମିତି କରିବା ପୂର୍ବରୁ ଥରୁଟେ ନିଜ ଭିତରକୁ ଦେଖିବାକୁ ଚେଷ୍ଟା କର। ତ ବନ୍ଧୁଗଣ, ଏହି କାହାଣୀଟି ଯଦି ଭଲ ଲାଗିଥାଏ ତ ନିଜ ନିଜ ସାଙ୍ଗସାଥୀଙ୍କୁ ସେୟାର କରନ୍ତୁ ଏବଂ ଏମିତି ମୋଟିଭେଟ୍ ଭିଡ଼ିଓ ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।